ସଦାପ୍ରଭୁ ପରମେଶ୍ୱର ଆମକୁ ଦୟା କଲେ, ଅନୁଗ୍ରହ କଲେ ଏବଂ ଅନେକ ଦିନ ଉତ୍ତାରେ ପ୍ରଭୁ ଆଜି ଉପବାସର ସହିତ ଆଜି ପ୍ରାର୍ଥନା ବସିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି ଆମମାନଙ୍କୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ମୋ ପ୍ରିୟ ମାନେ, ଆଜି ଉପବାସ ପ୍ରାର୍ଥନା ଡାକିବାର ଗୋଟିଏ ହିଁ ଉଦ୍ଦେଶ୍ୟ ଯେ ଆମେ ନୂଆ ବର୍ଷରେ ଟିକେ ପ୍ରସ୍ତୁତ ହୋଇ ପ୍ରଭୁଙ୍କ ଠାରେ ସମର୍ପିତ ଏଇ ହୃଦୟ, ମନ, ପ୍ରାଣକୁ ପ୍ରସ୍ତୁତ କରି ଆମେ ନୂଆ ବର୍ଷରେ ପ୍ରବେଶ କରିବା ବୋଲି। ପୁରାତନ ବର୍ଷ ଆମର ଯୋଉ ପ୍ରକାର ରହିଲା, ଆଉ ସେମିତି ହିଁ ନୂଆ ବର୍ଷରେ ପ୍ରବେଶ ନ କରି ହୋଇଥାଇପାରେ ଆମର ବାହିକ ଭାବରେ କୌଣସି ବିଷୟ ପରିବର୍ତ୍ତନ ହୋଇନାହିଁ, କିନ୍ତୁ ଆମେ ନୂଆ ବର୍ଷରେ ଟିକେ ଆନ୍ତରିକ ଭାବରେ ଆମମାନଙ୍କର ଆନ୍ତରିକ ପୁରୁଷରେ, ଆମମାନଙ୍କର ଆଚାର ବ୍ୟବହାରରେ, ଆମମାନଙ୍କର ଚାଲିଚଳନରେ ଆମେ ଟିକେ ପରିବର୍ତ୍ତିତ ହୋଇ ବଦଳି ନୂଆ ଭାବରେ ଆମେ ଟିକେ ନୂଆ ବର୍ଷରେ ପ୍ରବେଶ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତେଣୁ ଆହୁରି କିଛି ଦିନ ସମୟ ରହିଅଛି। ଆଜି 28 ତାରିଖ ଅଟେ, ଆଉ 31 ତାରିଖ ପର୍ଯ୍ୟନ୍ତ ସମୟ ଅଛି। ତେଣୁ କେବଳ ସେହି ଦିନ ପାଇଁ ଅପେକ୍ଷା ନ କରି ଆମେ ଏବେରୁ ନିଜକୁ ପ୍ରସ୍ତୁତ କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ନିଜକୁ ସମର୍ପଣ କଲା ବେଳେ ଏହା ଆମ ମନରେ ରହୁ ଯେ ମୁଁ ନୂଆ ବର୍ଷରେ ପ୍ରବେଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁ ନାହିଁ। କୋଉଠି ନା ଯୀଶୁଙ୍କର ଦ୍ୱିତୀୟ ଆଗମନରେ, ରେଚରରେ, ଉର୍ଦ୍ଧାନ୍ତରେ ଉଠାଯିବା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ମୋ ପ୍ରିୟ ମାନେ, ଆଉ ଆମମାନଙ୍କର ଜୀବନ କେତେବେଳେ ପ୍ରଭାବଶାଳୀ ଭାବରେ ବଦଳିବ ଯେତେବେଳେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା, ଆମେ ପ୍ରଭୁଙ୍କ ନିକଟକୁ ଆସିବା, ତାହାଙ୍କର ଉପସ୍ଥିତିକୁ, ତାହାଙ୍କର ସାନ୍ନିଧ୍ୟକୁ ଆସିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ତାହା ଯଦି ଉପବାସର ସହିତ ହେଉଛି ବୋଲି କହିଲେ ଆହୁରି ପ୍ରଭାବଶାଳୀ ହେବ ପ୍ରଭୁଙ୍କର ଉପସ୍ଥିତି, ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର ସ୍ପର୍ଶ ଆମ୍ଭମାନଙ୍କର ଜୀବନରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅନେକ ସମୟରେ ଉପବାସ ପ୍ରାର୍ଥନାକୁ ଆଉ ଲୋକମାନେ ଭୁଲ ବୁଝାମଣା କରିବା ଦ୍ୱାରା ଉପବାସ ପ୍ରାର୍ଥନା କେବଳ ଆମ୍ଭମାନଙ୍କର ଆବଶ୍ୟକତା ଗୁଡ଼ିକ ବା ପ୍ରାର୍ଥନା ନିବେଦନ ଗୁଡ଼ିକ କରିବାର ଗୋଟିଏ ମାଧ୍ୟମ ହୋଇକି ରହିଯାଇଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଲୋକମାନେ ଉପବାସ କଣ ପାଇଁ କରନ୍ତି ନା ଯେତେବେଳେ ତାଙ୍କ ଜୀବନରେ ଗୋଟେ ବହୁତ ବଡ଼ ସମସ୍ୟା ଗୋଟେ ଆସିଲା, ବହୁତ ବଡ଼ ଗୋଟିଏ ରୋଗ ଗୋଟେ ଆସିଲା, ବହୁତ ବଡ଼ ଗୋଟେ ପରିସ୍ଥିତି ଆସିଲା, ଆଉ ସାମ୍ନାରେ ବୁଦ୍ଧି ବାଟ ଦେଖାଯାଉ ନାହିଁ ବୋଲି କହିଲେ, ଆଉ ସେତେବେଳେ ଲୋକ ନିଷ୍ପତ୍ତି ନିଅନ୍ତି ମୁଁ ଟିକେ ଉପବାସ ପ୍ରାର୍ଥନା କରିବି ବୋଲି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଉପବାସ ପ୍ରାର୍ଥନା କଲା ପରେ ପ୍ରଭୁଙ୍କର ମନ ଟିକେ ବଦଳିଯିବ, ଆଉ ମତେ ଆସୁଥିବା ବିପଦ, ମତେ ଆସୁଥିବା ଆଶଙ୍କା ଟିକେ ଟଳିଯିବ। ପ୍ରାୟ ଲୋକମାନଙ୍କର ମନର ଧାରଣା ହଉଛି ଉପବାସକୁ ନେଇ ଏହା ଅଟେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କିନ୍ତୁ ଆଜି ମୁଁ ସ୍ପଷ୍ଟ ଭାବରେ କହିବାକୁ ଇଚ୍ଛା କରେ ଆପଣ ସମସ୍ତଙ୍କୁ ଯେ ଉପବାସ ସଦାପ୍ରଭୁଙ୍କର ମନକୁ ବଦଳାଇବା ନିମନ୍ତେ ନୁହେଁ, ଉପବାସ ଆମ ମନ ହୃଦୟକୁ ବଦଳାଇବା ନିମନ୍ତେ। ହାଲେଲୁୟା, ହାଲେଲୁୟା। କାହିଁକି ଲୋକମାନେ ଭାବନ୍ତି ଉପବାସରେ ପ୍ରାର୍ଥନା କଲେ ପ୍ରଭୁ ଶୁଣିବେ, ଉପବାସରେ ପ୍ରାର୍ଥନା କଲେ ମୋର ପ୍ରାର୍ଥନା ଉତ୍ତର ଆସିବ ବୋଲି? କଣ ପାଇଁ ନା ଜାଗତିକ ଭାବରେ ଦେଖିବାକୁ ଗଲେ ଲୋକମାନେ ଆମରଣ ଅନଶନ କରନ୍ତି, ପ୍ରେଜ୍ ଦ ଲର୍ଡ, ହଙ୍ଗର ଷ୍ଟ୍ରାଇକ୍ କରନ୍ତି, ଭୁକ ହଡତାଲ କରନ୍ତି। କଣ ନା ସରକାର ନିକଟରେ ହଉ କିମ୍ବା କୌଣସି ଗୋଟେ କମ୍ପାନୀ ନିକଟରେ ହଉ କିମ୍ବା ଘରେ ପରିବାରରେ ହଉ, ପୁଅ ଝିଅ ମାନେ ମଧ୍ୟ ଆମରଣ ଅନଶନ କରନ୍ତି। କଣ ପାଇଁ ନା ମୋର ଗୋଟେ ଦାବି ଅଛି, ସେ ଦାବି ମତେ ପୁରା କରିବାର ଅଛି। ପ୍ରେଜ୍ ଦ ଲର୍ଡ। ମୋ ଏ ଦାବି ପୁରା କରିବ ନାହିଁ ଯେତେବେଳେ ପର୍ଯ୍ୟନ୍ତ, ସେତିକି ଦିନ ପର୍ଯ୍ୟନ୍ତ ମୁଁ ଖାଇବି ନାହିଁ, ପିଇବି ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଖାଉନାହାନ୍ତି, ପିଉନାହାନ୍ତି ବୋଲି କହିଲେ ସରକାରର ମନ ବଦଳିଯିବ। ପ୍ରେଜ୍ ଦ ଲର୍ଡ। ଏ ଲୋକ ଯଦି ଏମିତି ଆମରଣ ଅନଶନ କରୁଥିବ, କାଳେ ମରିଗଲା ବୋଲି କହିଲେ ଆମ ଉପରେ କେସ୍ ପଳେଇ ଆସିବ ବୋଲି ସରକାରର ମନ ବଦଳିଯିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯଦି ଘରେ ପୁଅ ଝିଅ ମାନେ କିଛି ଜିନିଷ ଡିମାଣ୍ଡ କରିକିରି ଆଉ ଖାଉନାହାନ୍ତି ବୋଲି କହିଲେ ବାପା ମା କଣ ଭାବିବେ, ନାଇଁ 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 ଖାଇବାକୁ ସେ ଖାଉ ନାହିଁ, ତାକୁ କଣ ଦରକାର ଦେଇଦେଲେ ପ୍ଲିଜ ଖାଉ ସେ,
देह असुस्थ हो बोली घरे पिता माता मन परिवर्तन हो भोकिला रहा द्वारा प्रेज द लॉर्ड। किंतु उपवास एवं साधारण भाव भोक रहा संपूर्ण भिन्न अटे प्रेज द लॉर्ड। आमे खाली पेट रही प्रभुंकर मन को बदल पारिबा नहीं। जीशु ख्रीस्ट काली आजी आ चिरकाल समान अटंती प्रेज द लॉर्ड हालेलुया। किंतु उपवास रहिबा समय कौन हेबो ना उपवास रहिबा समय रे आम शरीर विश्राम करिवो, आम शरीर काम करने को बंद करिवो आउ आम आत्मा एक्टिव हेबो सक्रिय हेबो सदा प्रभुंक सहित संयुक्त हेबा निमंते प्रेज द लॉर्ड हालेलुया। तेणु फास्टिंग थिबा समय रे प्रार्थना रे रहिले कोन हेबो ना प्रभुंकर स्पर्श पाइबार 90% चांसेस ने कि बढ़ी जीवो हालेलुया हालेलुया। खाइकिरी भी आसले प्रभुंकर स्पर्श मिलिबो, खाइकिरी आसले प्रभुंकर अभिषेक रे परिपूर्ण हेबा। केले आमे उपवास रहउछु हमर अन्न को हमर जल को किछि समय पे परित्याग करी प्रभुंक निकट को आसुछु प्रभु से विषय को ऑनर करिवे प्रेज द लॉर्ड। प्रभु सही विषय को सम्मान देवे आउ हम ऊपरे तांकर अभिषेक को आनिबे तांकर हस्त को हम ऊपर आनिबे प्रेज द लॉर्ड। हम जीवन को परिवर्तन करे हम परिस्थिति को परिवर्तन करिवे तांकर अभिषेक द्वारा ज्वाली गुडी को भांगीबा को लागिवो। आ जेते बेले आमे प्रभुंकर निकटवर्ती अटु हमर हृदय खोला अछि प्रभुंकर निमंते सेही समय रे किछि प्रार्थना करूछु बोली कहिले सदा प्रभु परमेश्वर तार उत्तर देवा को प्रारंभ करिवे प्रेज द लॉर्ड हालेलुया हालेलुया। तेणु उपवास आम जीवन को बदलाइबा परिवर्तन करबा निमंते अल्प केता विषय खाली देखिबा माने जे सदा प्रभु आम भितरे कोन परिवर्तन देखिबा को चाहंती हालेलुया कहिबा हालेलुया। सदा प्रभु आम भितरे कोन परिवर्तन देखिबा को इच्छा करूछंती मन प्रिय माने पढिबा माने एफिसियो मंडली को प्रेरित पाउलंकर पत्र 4 पर्व तार 23 पद ठारू आगु को पढ़ी जिबा गोटे गोटे पद मु पढुछि समस्त ध्यान देबे आ जो सब मु कहि पढिबा आपण पढिबा मु दीरा पद प्रथम पढुछि। पुणी तुम मानक मनर नूतनीकरण होई जे नूतन स्वभाव ईश्वरंक प्रतिमूर्ति रे धार्मिकता और सत्यर पवित्रता रे सृष्टि होइछ ताहा परिधान करिबाकू शिक्षित होई अछ प्रेज द लॉर्ड कहिबा हालेलुया हालेलुया। ए स्थान रे पुरातन स्वभाव को परित्याग करी नूतन स्वभाव को जहा कि ईश्वरंकर प्रतिमूर्ति रे धार्मिकता रे पवित्रता रे सृष्टि होई अछि ताहाकू परिधान करिवा विषय लिखा जाई अछि पिंधिया विषय लिखा जाई अछि प्रेज द लॉर्ड हालेलुया। परिधान अर्थात पिंधिवा आमे कोन कोन परिधान करिथाउ कोन कोन परिधान करिथाउ कोन कोन पिंधिथाउ आमे कोंतु कोन परिधान कर पैंट शर्ट पिंधु ड्रेस पड़ा पिंधाउ साड़ी आउ चूड़ीदार आउ अलंकार आभूषण जाग कान रे नाक रे गोड़ रे बूट चप्पल घंटा प्रेज द लॉर्ड चेन नेकलेस ए अनेक गुडे विषय परिधान करबा विषय रही अछि प्रेज द लॉर्ड हालेलुया। आ बाइबल रे कोटा को परिधान करबा कहउछथि पर्टिकुलर एही स्थान रे ना पुरातन स्वभाव को काढी दे नूतन स्वभाव को परिधान करबा निमंते प्रेज द लॉर्ड केमिति ना जेमिति कि आमे गोटे ड्रेस पिंदिलु ताहा मैला हे गला पूरा खराब हे गला ताकू कोन करूछु आमे चेंज करूछु तार नेक्स्ट डे गाधै सरला परे आमे एटा काढी दउछु आउ गोटे ड्रेस को आम माने पिंधु अछु प्रेज द लॉर्ड हालेलुया। ए हमर मैला हेतिबा लुगा को काढी नुआ लुगा पिंधिबाटा आमे सिखिछु कि नाही ना सिखेबा पड़िबो हैं सचिन सिखिछु ना सिखबा पड़िबो केमिति पुराना ड्रेस काढिबी केमिति पुराना मैला लुगा काढिबी नुआटा पिंधिबी सफाटा पिंधिबी बोली कि सिखबा पड़िबो कि आउ नाही आमे सिखिछु प्रेज द लॉर्ड। आ बाइबल भी कोन कहूछि
ନା ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ପ୍ରେଜ୍ ଦ ଲର୍ଡ। ନା ଶିଖିବ ବୋଲି ଲେଖା ହଉଛି। କଣ ଲେଖା ହେଇଛି? ଶିକ୍ଷିତ ହୋଇଅଛ। ନୂତନ ସ୍ୱଭାବକୁ ପିନ୍ଧିବା ପାଇଁ ତୁମେ ଶିକ୍ଷିତ ହୋଇଅଛ। କିନ୍ତୁ ଶିଖି କରିବି ଆମେ ସେ ନୂତନ ସ୍ୱଭାବକୁ ପରିଧାନ କରି ନଥାଉଛୁ ଅନେକ ସମୟରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। କେତେ ଲୋକ ଥିବେ ଡ୍ରେସ ମଇଳା ହେଇଛି ଜାଣିଲା ପରେ ବି ସେମାନେ ଡ୍ରେସ କାଢିବାକୁ ପସନ୍ଦ କରୁନଥିବେ। ଆଉ ଗୋଟେ ଦିନ ଯାଉ, ଗୋଟେ ଦିନ ଯାଉ, ଗୋଟେ ସପ୍ତାହ, ଗୋଟେ 15 ଦିନ ଯାଉ, ମାସେ ପିନ୍ଧିନି ଏବେ ଧୋଇଦେବି କି ପରି ବେଳେ ବେଳେ ଲାଗୁଥିବ। ଆତ୍ମିକ ଜୀବନରେ ବି ଅନେକ ସମୟରେ ଲୋକମାନେ ସେହି ପ୍ରକାରର ହୋଇଯାଇ ଅଛନ୍ତି। ମାନେ ସେମାନେ କଣ ନା ନିଜର ପୁରାତନ ସ୍ୱଭାବକୁ ଯୀଶୁ ଗ୍ରହଣ କଲେ, ବିଶ୍ୱାସ କଲେ, ମଣ୍ଡଳୀକୁ ଆସିଲେ, ସଂଯୁକ୍ତ ହେଲେ, ସବୁ ରବିବାର ଦିନ ଚର୍ଚ୍ଚକୁ ଆସୁଛନ୍ତି, ସହଭାଗିତାକୁ ଆସୁଛନ୍ତି, ଉପବାସ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ବାଇବଲ ପଢୁଛନ୍ତି, କିନ୍ତୁ ପୁରାତନ ସ୍ୱଭାବକୁ କାଢିବାକୁ ଅନେକ ଲୋକମାନେ ପସନ୍ଦ କରୁନାହାନ୍ତି। ହାଲେଲୁୟା। ଶିଖିଛନ୍ତି, ଜାଣିଛନ୍ତି, ନୂଆ ବସ୍ତ୍ର ବି ଅଛି, ସଫା ଡ୍ରେସ ବି ଅଛି, ନୂଆ ଡ୍ରେସ ବି ଅଛି, ଏବଂ ନୂତନ ସ୍ୱଭାବ କଣ ଜାଣିଛୁ ଆମେ, କିନ୍ତୁ ପୁରାତନ ନୂତନ ସ୍ୱଭାବକୁ ଶିଖିଥିଲେ ମଧ୍ୟ ଆମେ ପରିଧାନ କରୁନା ଅନେକ ସମୟରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କୋଉ କୋଉ ନୂତନ ସ୍ୱଭାବକୁ ଆମ୍ଭେ ମାନେ ପରିଧାନ କରିବା, ଅଳ୍ପ କେତେଟା ପଦକୁ ଆମେ ଧ୍ୟାନ କରିବା, 3-4ଟା ବିଷୟକୁ। ପ୍ରେଜ୍ ଦ ଲର୍ଡ କହିବା। ହାଲେଲୁୟା, ହାଲେଲୁୟା। 25 ପଦ ପଢିବା ବର୍ତ୍ତମାନ। ଅତଏବ ମିଥ୍ୟା ପରିତ୍ୟାଗ କରି ତୁମେମାନେ ପ୍ରତ୍ୟେକ ଜଣ ଆପଣ ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗ ପ୍ରତ୍ୟଙ୍ଗ। ହାଲେଲୁୟା। ଏଠି କୋଉ ବିଷୟକୁ ପରିଧାନ କରିବା କହୁଛନ୍ତି ନା ମିଥ୍ୟା ରୂପୀ ପୁରାତନ ଆଚରଣକୁ କାଢି ଦେଇ ସତ୍ୟ କଥା କହିବାର ନୂତନ ଆଚରଣକୁ ପିନ୍ଧିବାକୁ ପ୍ରଭୁଙ୍କର ବାକ୍ୟରେ କୁହାଯାଉଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ହେଲେ ଆମେ ସତ କହିବାକୁ ଶିଖିଛୁ କି ନାହିଁ? ଜଣା କି ନାହିଁ? ଶିଖିବାକୁ ପଡିବ। ଜାଣିଛୁ ଆମେ ସତ କହିବାର ବୋଲି। ପ୍ରେଜ୍ ଦ ଲର୍ଡ। କିନ୍ତୁ ଅନେକ ସମୟରେ ଆମେ ସତ କହିବା ଜାଗାରେ ବି ଆମେ ମିଛ କହି ଦେଉଛୁ। ସେଥିପାଇଁ ପ୍ରଭୁ କଣ କହୁଛନ୍ତି ନା ମିଥ୍ୟା କହିବା ବନ୍ଦ କରି, ପରସ୍ପରକୁ ମିଛ କହିବା ବନ୍ଦ କରି, ମିଥ୍ୟା କହିବା ବନ୍ଦ କରି ପରସ୍ପର ସହିତ ସତ୍ୟ ଆଳାପ କର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯଦି ସ୍ଥାନରେ ଆଳାପ ଶବ୍ଦ ନଥାନ୍ତା ବୋଲି କହିଲେ এই ପଦର ଅର୍ଥ ହିଁ ଅଲଗା ହୋଇଥାନ୍ତା। ହାଲେଲୁୟା। ମିଛ ଛାଡି ଦେଇ ସତ କହିବା ବୋଲି କହିଲେ ଅନେକ ସମୟରେ ଆମେ କଥାବାର୍ତ୍ତା କଲା ବେଳେ ସତ କହିବା କଥା ବୋଲି ଆମେ ବୁଝୁଛୁ ମୋର ପ୍ରିୟ ମାନେ, କିନ୍ତୁ ଏହି ସ୍ଥାନରେ କଣ ଲେଖା ହେଇଛି? ଆଳାପ କରିବା। କେବଳ କଥା କହିବାଟା ନୁହେଁ, କଥାବାର୍ତ୍ତା କରିବା ବିଷୟରେ ଲେଖା ଯାଇଅଛି। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଆମେ ଗୋଟିଏ ଲୋକକୁ କଥାବାର୍ତ୍ତା କରୁଛୁ, ଆମର କଥାବାର୍ତ୍ତାର ଶୈଳୀ ସତ୍ୟ ହେବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କୁଆଡେ ଯାଇଥିଲୁ ବୋଲି ପଚାରିଲେ ଆମେ ମିଛରେ କଣ ଗୋଟେ ଅମୁକ ଜାଗାରେ ଯାଇଥିଲି ବୋଲି କୁଆଡେ ମିଛ କହିବାଟା, ଏଇ ସ୍ଥାନ ସେଇ କଥା କୁହାଯାଉ ନାହିଁ। କିନ୍ତୁ କୋଉଟା କୁହାଯାଉଛି? ଯେତେବେଳେ ଆମେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଛୁ ସେତେବେଳେ ଆମର କଥାବାର୍ତ୍ତା ସତ୍ୟତାରେ ପରିପୂର୍ଣ୍ଣ ହେବାର ଆବଶ୍ୟକ ଅଟେ। ଆମ ମୁଖରୁ ସତ୍ୟତା ଘୋଷଣା ହେବାର ଆବଶ୍ୟକ ଅଟେ। ଆମ ମୁଖରୁ ସତ୍ୟ କଥା ଗୁଡିକ ବାହାରିବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ତେଣୁ କଥାବାର୍ତ୍ତା କରୁଛୁ, ଆମ କଥାବାର୍ତ୍ତା ଗୁଡିକ ସତ୍ୟ ବାକ୍ୟ ସଦୃଶ ହେବାର ଆବଶ୍ୟକ ଅଟେ। କାହିଁକି ନା ବାକ୍ୟ ହଉଛି ସତ୍ୟ। ଯୀଶୁ କହିଲେ ଯେ ମୁଁ ତୁମମାନଙ୍କୁ ଯୋଉ ବାକ୍ୟ କହିଛି ତାହା ଆତ୍ମା ଅସତ୍ୟ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମର କଥାବାର୍ତ୍ତା ଯୀଶୁଙ୍କ ପରି ହେବାର ଆବଶ୍ୟକ ଅଟେ। କାହିଁକି ନା ଯୀଶୁ ପଥ, ସତ୍ୟ ଓ ଜୀବନ ଅଟନ୍ତି। ତେଣୁ ଆମ ମୁଖରୁ ନିର୍ଗତ ହେଉଥିବା ପ୍ରତ୍ୟେକ କଥା ସତ୍ୟ କଥା ହେବାର ଆବଶ୍ୟକ ଅଟେ। ହାଲେଲୁୟା, ହାଲେଲୁୟା। ଏଇଠି କୋଉ କୋଉ କହିବା ମିଛ ବିଷୟରେ ଲେଖାଯାଏ ନାହିଁ, କିନ୍ତୁ ଆମର ମୁଖର କଥାବାର୍ତ୍ତା ବିଷୟରେ ଲେଖାଯାଏ।
ତାହା ସତ୍ୟ ହେବାର ଆବଶ୍ୟକ ଅଟେ। ଆମେ ଗୋଟେ ନିଷ୍ପତ୍ତି ନେବା ଉପବାସ ହୋଇଥିବା ସମୟରେ ଯେ ଆସନ୍ତା ଦିନ ମାନଙ୍କରେ ମୋ ମୁହଁରୁ କେବଳ ସତ୍ୟ କଥା ଗୁଡ଼ିକ ମୁଁ କହିବି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର କଥାବାର୍ତ୍ତା ଗୁଡ଼ିକ ବାକ୍ୟ ଅନୁଯାୟୀ ହେବ। ମୋର କଥାବାର୍ତ୍ତା ଗୁଡ଼ିକ ଯୀଶୁଙ୍କର କଥାବାର୍ତ୍ତା ପରି ହେବ। ତେବେ ଆମେ କଣ ହେଲୁ ନା ଆମେ ଗୋଟେ ପରିବର୍ତ୍ତିତ ବ୍ୟକ୍ତି ହେଇପାରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 26 ଏବଂ 27 ପଦକୁ ପଢିବା। ମାନେ କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି ଶୈତାନକୁ ସ୍ଥାନ ଦିଅ ନାହିଁ। ପ୍ରେଜ୍ ଦ ଲର୍ଡ, କହିବା ହାଲେଲୁୟା, ହାଲେଲୁୟା। କ୍ରୋଧ ହେଉଛି ବା ରାଗ ହେଉଛି ଗୋଟିଏ ମନୁଷ୍ୟର ଭାବ ପ୍ରବଣତା ଅଟେ। ଯଦି ସମ୍ମୁଖରେ କୌଣସି ଗୋଟେ ବିଷୟ ତା ଅନୁଯାୟୀ ହେଲା ନାହିଁ ବୋଲି କହିଲେ ଆମ ଭିତରେ କ୍ରୋଧର ଭାବନା ଗୋଟେ ଜାଗ୍ରତ ହୁଏ, ରାଗର ଭାବନା ଗୋଟେ ଜାଗ୍ରତ ହୁଏ। ପ୍ରେଜ୍ ଦ ଲର୍ଡ। ସଦାପ୍ରଭୁ ଜାଣନ୍ତି ଉତ୍ତମ ଭାବରେ ଯେ ଆମେ କ୍ରୋଧ କରିବାଟା ଆମେ ବନ୍ଦ କରିପାରିବା ନାହିଁ। ପ୍ରେଜ୍ ଦ ଲର୍ଡ। ଆମେ ରାଗିବା ହିଁ, ଆମେ କ୍ରୋଧ କରିବା ହିଁ। ତେଣୁ ପ୍ରଭୁ ଏଠି କଣ କହୁଛନ୍ତି ତାଙ୍କ ବାକ୍ୟରେ, କ୍ରୋଧ କଲେ ପାପ କର ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କ୍ରୋଧ କଲେ ପାପ କର ନାହିଁ କେମିତି ହେଇପାରିବ? ଯଦି କ୍ରୋଧ ହେଲା ବୋଲି ତ ନିଶ୍ଚିତ ଭାବରେ ସେ କ୍ରୋଧ ପାପ ଅଟେ। ହାଲେଲୁୟା, ହାଲେଲୁୟା। ଏଠି କହିବାର ଅର୍ଥ ହଉଛି ଆମର କ୍ରୋଧ ପାପରେ ପୂର୍ଣ୍ଣ କ୍ରୋଧ ନ ହେଉ। ଆମ ରାଗିବାଟା ପାପରେ ପୂର୍ଣ୍ଣ ରାଗିବାଟା ନ ହେଉ। ହାଲେଲୁୟା। ଯଦି କ୍ରୋଧ ଲାଗୁଛି ବୋଲି କହିଲେ ରାଗିବା ବ୍ୟକ୍ତିର ଫାଷ୍ଟ ଏକ୍ସପ୍ରେସନ କଣ ଥିବ? ସେ ରାଗିଲା ବେଳକୁ ତାର କୋଉ ଅଙ୍ଗକୁ ସେ ଫାଷ୍ଟ ବ୍ୟବହାର କରିବ? କୋଉଟାକୁ? ପାଟିକୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ରାଗିଛି ବୋଲି କହିଲେ ତାର ସବୁ ରଙ୍ଗ ଭିତରେ ମୁହଁ ପ୍ରଥମେ ବ୍ୟବହୃତ ହେବ। କଥା କହିବ। ପ୍ରେଜ୍ ଦ ଲର୍ଡ। 25 ପଦ ବି କଥା କହିବା ବିଷୟରେ, 26 ପଦ ବି କଥା କହିବା ବିଷୟରେ। ଆଉ ଯେତେବେଳେ ଜଣେ ରାଗିକିରି କଥା କହୁଛି ବୋଲି କହିଲେ ରାଗିବା ସମୟରେ କହିବା କଥା ଠିକ କଥା ନୁହେଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ରାଗିକି ଆମେ ଯାହା ବି କରୁଛୁ ସେଇଟା ପୁଣି ଶୈତାନକୁ ସ୍ଥାନ ଦେବା ପରି ବିଷୟବସ୍ତୁ ଅଟେ। ତେଣୁ ରାଗିବା ସମୟରେ ପ୍ରଥମ ବିଷୟ ଆମେ କଥା କହିବା କଥା ନୁହେଁ। ରାଗିବା ସମୟରେ ଆମେ ନିଷ୍ପତ୍ତି ନେବା କଥା ନୁହେଁ। ରାଗିବା ସମୟରେ ଆମେ କୌଣସି କାର୍ଯ୍ୟ କରିବା କଥା ନୁହେଁ। ରାଗିଲା ବେଳକୁ ଆମେ 3ଟା ବିଷୟ କରିବା କଥା ନୁହେଁ। ରାଗିଲା ବେଳକୁ ରାଗିଗଲା କଥା କହୁଛୁ ବୋଲି କହିଲେ ସେ କଥା ସଠିକ କଥା ବାହାରିବ ନାହିଁ। ଯଦି ରାଗିଲା ବେଳକୁ ନିଷ୍ପତ୍ତି କି ଡିସିସନ ନେଉଛୁ ତା ସଠିକ ଡିସିସନ ନଥିବ। ରାଗିଲା ବେଳକୁ କିଛି କହିଦେଉଛୁ ହଠାତ୍ ବୋଲି କହିଲେ ତାହା ଠିକ କଥା ନଥିବ କରିବାଟା। ପ୍ରେଜ୍ ଦ ଲର୍ଡ। ଯଦି ଆମେ ରାଗିଲା ଟାଇମରେ କଥା କହୁଛୁ, ରାଗିଲା ଟାଇମ ନିଷ୍ପତ୍ତି ନେଉଛୁ, ରାଗିବା ଟାଇମରେ କ୍ରୋଧ ଟାଇମରେ କିଛି ଗୋଟେ କରୁଛୁ ବୋଲି କହିଲେ ତାହା ଶୈତାନ ନିମନ୍ତେ ଦ୍ୱାର ଉନ୍ମୁକ୍ତ କରିବ ଆମମାନଙ୍କର ଜୀବନରେ, ଆମ୍ଭମାନଙ୍କର ପରିସ୍ଥିତିରେ। ଗୋଟେ ପରିବର୍ତ୍ତିତ ବ୍ୟକ୍ତିଙ୍କୁ ଯୀଶୁ କହୁଛନ୍ତି ପୁରାତନ ସମୟରେ ତୁମେ ରାଗୁଥିଲ, କ୍ରୋଧ କରୁଥିଲ, ଆଉ ରାଗିକିରି କ୍ରୋଧ କରି ଭୁଲ ଭାଲ ବି କରୁଥିଲ, କିନ୍ତୁ ଏବେ ତୁମେ ଆଉ ରାଗ ନାହିଁ, କ୍ରୋଧ କର ନାହିଁ ବୋଲି କହୁଛନ୍ତି ନୂତନ ସ୍ୱଭାବ ଧାରଣ କରିବା ନିମନ୍ତେ। କିନ୍ତୁ ରାଗିବା ବନ୍ଦ କରିବା, କ୍ରୋଧ କରିବା ବନ୍ଦ କରିବା ଆମ ଭିତରେ ବର୍ତ୍ତମାନ ସମ୍ଭବ ନୁହେଁ। ତେଣୁ ପ୍ରଭୁ ଟିକେ ଇଜି କରିବା କଣ କହିଲେ? ରାଗିଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ତୁମର ରାଗ ନ ରହୁ। ପ୍ରେଜ୍ ଦ ଲର୍ଡ। କିନ୍ତୁ ଗୋଟେ ଲୋକ ନେଇକି ବର୍ଷ ବର୍ଷ ରାଗ ରଖିଥିବେ, ବର୍ଷ ବର୍ଷ ନେଇ କ୍ରୋଧ ରଖିଥିବେ। ତେବେ ଆମେ ବାକ୍ୟ ବିରୁଦ୍ଧରେ ଯାଉଛୁ ଯଦି ସୂର୍ଯ୍ୟ ଅସ୍ତ ହେବା ଭିତରେ ଯଦି ଆମେ କିଛି କରିଦଉଛୁ ବୋଲି କହିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତେଣୁ ପ୍ରଭୁ କୋଉ ପ୍ରକାର ନୂତନ ସେବା ଧାରଣ କରିବା ଇଚ୍ଛା କରୁଛନ୍ତି ଆମମାନଙ୍କୁ? ଏ ନୂଆ ବର୍ଷ ପ୍ରବେଶ କଲା ସମୟରେ ଯୀଶୁଙ୍କର ଆଗମନ ସନ୍ନିକଟ ହେଲା ବେଳକୁ ପ୍ରଥମ ହଉଛି ଆମେ ଆମର ମୁଖରେ କେବଳ ସତ୍ୟ କଥା କହିବା। ପ୍ରେଜ୍ ଦ ଲର୍ଡ। ସତ୍ୟ ବାକ୍ୟ ସଦୃଶ କଥା କହିବା। ଏବଂ ଦ୍ୱିତୀୟ ହେଉଛି ଆମେ କ୍ରୋଧ କଲା ବେଳକୁ ପାପ କରିବା ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 28 ପଦକୁ ଯିବା ବର୍ତ୍ତମାନ। କ୍ରୋଧ ଆଉ ଚୋରି ନ କରେ, ହଁ, ବରଂ
ଚୋର ଆଉ ଚୋରି ନ କରୁ ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି କାହା ପାଖରେ କିଛି ଥାଇପାରେ ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ପ୍ରେଜ୍ ଦ ଲର୍ଡ। କହିବା ହାଲେଲୁୟା। ଏଲା ଚୋର ଆଉ ଚୋରି ନ କରୁ କିନ୍ତୁ ଅନ୍ୟମାନଙ୍କୁ ଦେବା ପାଇଁ ସାହାଯ୍ୟ କରିବା ପାଇଁ ସେ ତାର ହାତରେ କିଛି ପରିଶ୍ରମ କରୁ ଲେଖା ଯାଉଛି। ହାଲେଲୁୟା ହାଲେଲୁୟା। ଅନେକ ସମୟରେ କଣ ଲାଗିବ ଏଟା ଚୋର ବିଷୟରେ କୁହାଯାଉଛି ବୋଲିକି ମୁଁ ତ ଚୋରି କରୁନାହିଁ ତେବେ ଏ ବାକ୍ୟ ମୋ ପାଇଁ ନାହିଁ ମୁଁ ଆଗକୁ ବଢିବି ବୋଲି ଆମେ କଣ କରିବା 29 ପଦକୁ ଆମେ ଚାଲି ଯାଇ ପାରିବା କିନ୍ତୁ ଲେଖା ହେଇଛି ବୋଲି କହିଲେ ତାହାର ଆମ୍ଭ ନିମନ୍ତେ ମଧ୍ୟ କିଛି ଶିକ୍ଷା ରହିଅଛି। ପ୍ରେଜ୍ ଦ ଲର୍ଡ। ଏଠି ଚୋର ଆଉ ଚୋରି ନ କରୁ କହିବାର ଅର୍ଥ ହଉଛି ସିଧାସଳଖ ଚୋର ବିଷୟରେ କୁହାଯାଉ ନାହିଁ କିନ୍ତୁ ଚୋରର ସ୍ୱଭାବ ବିଷୟରେ କୁହାଯାଉଛି ଏହି ସ୍ଥାନରେ। ପ୍ରେଜ୍ ଦ ଲର୍ଡ। ଚୋରର ସ୍ୱଭାବ କଣ ଅଟେ ନା ଚୋରର ସ୍ୱଭାବ ହଉଛି ସେ ନିଜର ଲାଭ ପ୍ରଥମେ କରିବାକୁ ଚାହିଁବ। ପ୍ରେଜ୍ ଦ ଲର୍ଡ। କେମିତି ଅନ୍ୟର କ୍ଷତି କରି ନିଜର ଲାଭ କରିବାକୁ ଚେଷ୍ଟା କରିବ ସେ ନିଜ ବିଷୟରେ ପ୍ରଥମେ ଚିନ୍ତା କରିବ। ପ୍ରେଜ୍ ଦ ଲର୍ଡ। ଯେ ସେ ଅନ୍ୟ ବିଷୟରେ ଚିନ୍ତା କରିଥାନ୍ତା ବୋଲି କହିଲେ ସେ ଅନ୍ୟର ବିଷୟବସ୍ତୁ କେବେ ଚୋରି କରିନଥାନ୍ତା। କାହିଁକି ଚୋରି କରୁଛି ସେ ଯାହାର ବିଷୟ ଚୋରି କରୁଛି ତା ବିଷୟରେ ଚିନ୍ତା କରୁନାହିଁ ସେ କେବଳ ନିଜ ବିଷୟରେ ଚିନ୍ତା କରୁଛି। ହାଲେଲୁୟା। ତେଣୁ ପ୍ରଭୁ କଣ କହିବାକୁ ଚାହାନ୍ତି ଯେ ନୂତନ ସ୍ୱଭାବକୁ ପରିଧାନ କରିବା ବ୍ୟକ୍ତି କଣ କରିବାର ଅଛି ନା ନିଜର ଲାଭ ନିମନ୍ତେ ନୁହେଁ ନିଜର ବେନିଫିଟ ପାଇଁ ନୁହେଁ ନିଜର ଉତ୍ତମତା ପାଇଁ ନୁହେଁ କିନ୍ତୁ ସେ ଚିନ୍ତା କରିବା ଦରକାର ଯେ ମୋ ଦ୍ୱାରା ଅନ୍ୟର କିଛି ଲାଭ ହେଇପାରିବ କି ଅନ୍ୟର କିଛି ବେନିଫିଟ ହେଇପାରିବ କି ତେଣୁ କଣ କରିବା କୁହାଯାଉଛି ଏଇଠି ସେ ଏଥିପାଇଁ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ଆମେ ଚୋରର ସ୍ୱଭାବ ବେଳେ ଆମର ସ୍ୱଭାବ ନ ହୋଇ ନୂତନ ଆଚରଣକୁ ପରିଧାନ କରିବା ବ୍ୟକ୍ତି ନିଜର ବେନିଫିଟ ନିଜର ଲାଭ ନିମନ୍ତେ ସବୁ କାର୍ଯ୍ୟ ନ କରି ଆମେ ଏମିତି କିଛି କାର୍ଯ୍ୟ କରିବା କଥା ଯାହା ଅନ୍ୟର ଜୀବନରେ ଗୋଟେ ସାହାଯ୍ୟ ଆଣିବ ଯାହା ଅନ୍ୟର ଜୀବନରେ ଗୋଟେ ଲାଭ ଆଣିବ ଆମର କାର୍ଯ୍ୟ ଦ୍ୱାରା ଅନ୍ୟ ଜଣେ ଯେପରି ଲାଭବାନ ହେଇପାରିବ ସାହାଯ୍ୟ ପାଇପାରିବ ଏହି ପ୍ରକାର କାର୍ଯ୍ୟ କରିବାର ଆବଶ୍ୟକ ଅଟେ ନୂତନ ସ୍ୱଭାବକୁ ପରିଧାନ କରିବାର ବ୍ୟକ୍ତି। ପ୍ରେଜ୍ ଦ ଲର୍ଡ। ଅର୍ଥାତ୍ ଆମ୍ଭେ ଗୋଟିଏ ସାହାଯ୍ୟକାରୀ ହସ୍ତ ହେବାର ଆବଶ୍ୟକ ଅଟେ। ହାଲେଲୁୟା ହାଲେଲୁୟା। ଆମେ ଗୋଟିଏ ସାହାଯ୍ୟକାରୀ ହସ୍ତ ହେବାର ଆବଶ୍ୟକ ଅଟେ ଆମର ପରିଶ୍ରମ କରିକି ମଧ୍ୟ ଆମକୁ ହେଲ୍ପ କରିବାର ଆବଶ୍ୟକ ଅଟେ ନୂତନ ସ୍ୱଭାବକୁ ପରିଧାନ କରିଥିବା ବ୍ୟକ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସତ୍ୟ କଥା କହିବ ମିଥ୍ୟା କହିବ ନାହିଁ କ୍ରୋଧ କଲେ ପାପ କରିବ ନା ପାପରେ ପୂର୍ଣ୍ଣ କ୍ରୋଧ କରିବ ନାହିଁ ଏବଂ ସ୍ୱଭାବ ପରିବର୍ତ୍ତନ କରି ନିଜ ଲାଭ ନିମନ୍ତେ ହିଁ କାର୍ଯ୍ୟ ନ କରି ଅନ୍ୟମାନଙ୍କର ସାହାଯ୍ୟ ନିମନ୍ତେ ମଧ୍ୟ ଗୋଟେ ନୂତନ ସ୍ୱଭାବର ବ୍ୟକ୍ତି କାର୍ଯ୍ୟ କରିବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା। ଆମେ ଯେତିକି ଲୋକ ଆସିଛୁ ପ୍ରାର୍ଥନା କରିବା ନିମନ୍ତେ ଆମ ଚର୍ଚ୍ଚରେ ସବୁ ଲୋକ ଆସିନାହାନ୍ତି କିମ୍ବା ଗୋଟିଏ ପରିବାର ସବୁ ଲୋକ ନାହାନ୍ତି ଆମେ ଗୋଟେ ଜଣ ଦି ଜଣ ଏମିତି ଆମ ପରିବାର ମାନଙ୍କୁ ଆସିଛୁ ହେଲେ ଆମେ ଆମ ପରିବାର ପାଇଁ ଆମର ମଣ୍ଡଳୀ ପାଇଁ ପ୍ରାର୍ଥନା କରିବାକୁ ଆସିଛୁ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆସିଅଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା। ଏହି ସ୍ୱଭାବକୁ ଆମେ ପରିଧାନ କରିବାର ଆବଶ୍ୟକ ଅଟେ ଅନ୍ୟକୁ ହେଲ୍ପ କରିବାର ସାହାଯ୍ୟ କରିବାର ବେନିଫିଟ ଆଣିବାର ଗୋଟେ ସ୍ୱଭାବକୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। 29 ପଦରେ କୁହାଯାଏ ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ ବରଞ୍ଚ ଆବଶ୍ୟକତାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ ଯେପରି ତାହା ଶ୍ରୋତାମାନଙ୍କର ଅନୁଗ୍ରହ ପକ୍ଷରେ ହିତଜନକ ହେବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏହି ସ୍ଥାନରେ ପୁନର୍ବାର ଏଠି କଥା କହିବା ବିଷୟରେ ଆସିଲା ଆଉ ଥରେ ପ୍ରଭୁ କଥା କହିବା ବିଷୟରେ କହିଲେ ଏହି ସ୍ଥାନରେ। ପ୍ରେଜ୍ ଦ ଲର୍ଡ। କଣ କହୁଛନ୍ତି ନା କୁବାକ୍ୟ ତୁମ ମୁଖ ନିର୍ଗତ ନ ହେଉ କିନ୍ତୁ ଉତ୍ସାହର ବାକ୍ୟ ନିର୍ଗତ ହଉ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ। ହାଲେଲୁୟା। କହିବା ହାଲେଲୁୟା ହାଲେଲୁୟା।
ମୋ ପ୍ରିୟ ମାନେ ଆମ ମାନଙ୍କର କଥାବାର୍ତ୍ତା ଦ୍ୱାରା ଜଣା ପଡିବ ଆମେ କୋଉ ପ୍ରକାର ଲୋକ ଅଟୁ। ପ୍ରେଜ୍ ଦ ଲର୍ଡ। କେଉଁ ଜାଗାର ଲୋକ ଜଣେ ଅଟେ ସେ ଲୋକକୁ ଜଣା ପଡିବ ତାର କଥାବାର୍ତ୍ତା ଦ୍ୱାରା। ସେ କୋରାପୁଟର ଲୋକ କି ଜୟପୁରର ଲୋକ କି ନବରଙ୍ଗପୁରର ଲୋକ କି ଆନ୍ଧ୍ରାର ଲୋକ କେମିତି ଜଣା ପଡିବ? ମୁହଁ ବନ୍ଦ କରିଥିଲେ ଜଣା ପଡିବ ନାହିଁ, ମୁହଁ ଖୋଲିଲେ ଏକା ଜଣା ପଡିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମର କୋରାପୁଟର ଲୋକମାନଙ୍କର କଥାବାର୍ତ୍ତା ଭିନ୍ନ ଅଟେ, କଥାର ଶୈଳୀ। ଜୟପୁରର ଲୋକମାନଙ୍କର କଥାର ଶୈଳୀ ଭିନ୍ନ ଅଟେ। ନବରଙ୍ଗପୁରର ଲୋକମାନଙ୍କ କଥାର ଶୈଳୀ ଭିନ୍ନ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ଗୋଟେ ଲୋକ କଥା ଶୁଣିଲା ପରେ ଆମେ ଜାଣି ଦଉଛୁ ହଁ ଏ ଲୋକ ଅମକ ଜାଗାର ଲୋକ ବୋଲିକି, ଅମକ ଜାଗାର ଲୋକ ବୋଲିକି ଆମେ ଜାଣି ଦଉଛୁ। କାହିଁକି? କଥାବାର୍ତ୍ତା ଦ୍ୱାରା। ପ୍ରେଜ୍ ଦ ଲର୍ଡ। କଥାବାର୍ତ୍ତା ଯେ କେବଳ ଆମେ କେଉଁ ସ୍ଥାନର ଲୋକ ଦର୍ଶାଏ ସେତିକି ନୁହେଁ, କିନ୍ତୁ କଥାବାର୍ତ୍ତା ଆମ୍ଭମାନଙ୍କୁ ଜଣେଇବ, ଜଣେଇଦେବ, ଦର୍ଶେଇଦେବ ଯେ ଆମେ କେଉଁ ପ୍ରକାର ଲୋକ ଅଟୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ପ୍ରଭୁଙ୍କର ବାକ୍ୟ କହେ ଯେ କୁ ବାକ୍ୟ ନିର୍ଗତ ନ ହୋଇ ନିଷ୍ଠାଜନକ ବାକ୍ୟ ନିର୍ଗତ ଆମର ମୁଖରୁ ବୋଲି। କିଛି ଲୋକମାନେ ଥିବେ ମୁହଁ ଖୋଲିଲେ ବୋଲି କହିଲେ ସେମାନଙ୍କର କଥା ଦ୍ୱାରା ଗୋଟେ ଲୋକର ହାଡ଼ ଗୋଡ଼ ଭାଙ୍ଗି ଯାଉଥିବ, ସେମିତି କଥା କହିବେ। ପ୍ରେଜ୍ ଦ ଲର୍ଡ। ବାଇବଲ ସେ ପ୍ରକାର କଥା କହିବାକୁ ମନା କରୁଛି। ବାଇବଲ କେମିତି କହୁଛି ନା ତୁମେ ନିଷ୍ଠାଜନକ କଥା, ଗୋଟେ ଲୋକକୁ ଉତ୍ସାହ କଲା ପରି କଥା, ଗୋଟେ ଲୋକକୁ ଆଶୀର୍ବାଦ ଆଣିଦେଲା ପରି କଥା, ଗୋଟେ ଲୋକକୁ ଆଉ ଆଶୀର୍ବାଦ ଆଣିଦେଲା ପରି କଥା ଆମ ମୁଖରୁ ନିର୍ଗତ ହେବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ତେଣୁ ଆମମାନଙ୍କର ନୂତନ ସ୍ୱଭାବରେ, ନୂତନ ଆଚରଣରେ ଆମ ମୁଖର କଥାର ବହୁତ ମହତ୍ୱପୂର୍ଣ୍ଣ, ବହୁତ ମହତ୍ୱ ଅଟେ। ମିଥ୍ୟା କଥା ନୁହେଁ, କିମ୍ବା କ୍ରୋଧର କଥା ନୁହେଁ, କିମ୍ବା ନିରୁତ୍ସାହର କଥା ନୁହେଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତେଣୁ ଆମ୍ଭ ମୁହଁରେ ନିର୍ଗତ କଥା ଆମମାନଙ୍କର ନୂତନ ଆଚରଣ, ଆତ୍ମିକ ଜୀବନରେ ବୃଦ୍ଧିରେ ଆଉ ଆମମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ବୃଦ୍ଧିରେ ଡିପେଣ୍ଡ କରିବ। ନଚେତ ଆମମାନଙ୍କର ମୁଖର କଥା ଆମମାନଙ୍କର ଆତ୍ମିକ ଅବନତି, ଆମମାନଙ୍କର ପରିସ୍ଥିତିର ଅବନତିରେ ମଧ୍ୟ ଡିପେଣ୍ଡ କରିବ। ତେଣୁ ପ୍ରଭୁ ଇଚ୍ଛା କରନ୍ତି ନୂତନ ସ୍ୱଭାବକୁ ପରିଧାନ କରିବା ବ୍ୟକ୍ତି ଆମେ ମୁଖରେ ସଠିକ କଥାବାର୍ତ୍ତା କରିବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମ କଥାବାର୍ତ୍ତା ସ୍ୱର୍ଗକୁ ଖୋଲିବ, ନଚେତ ଆମ କଥାବାର୍ତ୍ତା ସ୍ୱର୍ଗକୁ ଉନ୍ମୁକ୍ତ, ସ୍ୱର୍ଗକୁ ବନ୍ଦ କରିବ। ଆମ କଥାବାର୍ତ୍ତା ଗୋଟେ ଲୋକର ଜୀବନରେ ଆଶୀର୍ବାଦକୁ ଆଣିବ, ନଚେତ ଆମ କଥାବାର୍ତ୍ତା ଗୋଟେ ଲୋକ ଜୀବନରେ ଅଭିଶାପକୁ ଆଣିବ। କିନ୍ତୁ ଆମେ ଯୋଉ କଥା କହୁଛୁ ସେଇ କଥା ସେ ସାମ୍ନାରେ ଥିବା ଲୋକର ଜୀବନରେ ଆଶୀର୍ବାଦ କି ଅଭିଶାପ ଆଣିବାଟା ତ ଦ୍ୱିତୀୟ କଥା, କିନ୍ତୁ ଆମେ କହୁଥିବା କଥାର ପ୍ରଭାବ ଆମ ଉପରେ ପ୍ରଥମେ ପଡିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ଶୁଣିବା ପୂର୍ବରୁ ଆମେ କହିବା କଥାକୁ ଆମେ ଶୁଣୁଛୁ ପ୍ରଥମେ, ଆମ ଭିତରୁ ନିର୍ଗତ ହେଉଛି ମୋ ପ୍ରିୟ ମାନେ। ଯୀଶୁ କହନ୍ତି ଯେ ମନୁଷ୍ୟ ଭିତରେ ଯାହା ଯାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ, ମନୁଷ୍ୟ ଭିତରୁ ଯାହା ବାହାରେ ତାହା ଅଶୁଚି କରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ନରହତ୍ୟା, କୁହୁକ, ପ୍ରତିଭା ପୂଜା, ନିନ୍ଦା ଏସବୁ ବିଷୟ ସେଠି ଯୀଶୁ ଉଲ୍ଲେଖ କରୁଅଛନ୍ତି। ଆଉ ଗୋଟେ ଜାଗାରେ କହୁଛନ୍ତି କଣ ନା ମନୁଷ୍ୟ ତାର ମୁଖରୁ ନିର୍ଗତ ପ୍ରତ୍ୟେକ ଅସାର କଥାର ବିଚାର ଦିନରେ ହିସାବ ଦେବାକୁ ପଡିବ, ଗୋଟେ ଆକାଉଣ୍ଟ ଦେବାକୁ ପଡିବ। ପ୍ରେଜ୍ ଦ ଲର୍ଡ। ନୂତନ ଜୀବନରେ, ନୂତନ ସ୍ୱଭାବରେ, ଗୋଟେ ଉତ୍ତମ ବିଶ୍ୱାସ ଆତ୍ମିକ ଜୀବନରେ ଆମ୍ଭ ମୁଖର କଥାର ବହୁତ ବଡ ବଡ ଭୂମିକା ଅଛି ମୋ ପ୍ରିୟ ମାନେ। ଆମର ଆତ୍ମିକ ଜୀବନ କେମିତି ହେବ ଆମର କଥାବାର୍ତ୍ତା ଉପରେ ଡିପେଣ୍ଡ ରହିଲା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ସତ୍ୟ ବାକ୍ୟ ରୂପୀ କଥା କହୁଛୁ କି ଆମେ କ୍ରୋଧରେ ପ୍ରଧାନିତ କଥା ଗୁଡ଼ିକ କହୁଛୁ କି ନା ଆମେ ନିରୁତ୍ସାହର କଥା ଗୁଡ଼ିକ କହୁଛୁ କି, ତେବେ ତାହା ଆମ୍ଭମାନଙ୍କ ଜୀବନକୁ ମଧ୍ୟ ଠିକ ସେହି ପ୍ରକାର କରିଦେବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଗୋଟେ ଲୋକ ସେ ଗୋଟେ ପରୀକ୍ଷା ଗୋଟେ କଲେ, 3ଟା ସାନ ସାନ ଡବାରେ ଚାଉଳ ନେଲେ ଟିକେ ଟିକେ, ଆଉ ସେ ଗୋଟେ ପରୀକ୍ଷା କଲେ ନିଜର ମୁହଁର କଥାର ଶକ୍ତି କେତେ ସେ ପରୀକ୍ଷା କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଗୋଟେ ଚାଉଳ ଡବାର ଚାଉଳକୁ ଖାଲି ଅଭିଶାପ କଥା କହିଲେ, ନକାରାତ୍ମକ ନେଗେଟିଭ କଥା, ନିରୁତ୍ସାହର କଥା କହିଲେ। ଆଉ ଗୋଟେ ଚାଉଳ ଡବାକୁ ନେଇକି ସକାରାତ୍ମକ ଆଶୀର୍ବାଦର କଥା,
तापर पॉजिटिव कथा कहिले आउ उत्साहर कथा कहिले आउ डबा चाउल ने किछि कहिले नाही किछि दिन गला परे आ से देखुचंती जे जेउ चाउल जेउ डबा चाउल को से खाली अभिशाप दउथिले नेगेटिव कथा कहउथिले न्यूज़ कथा कहउथिले से चाउल पुनी अल्प दिन रे का पुनी सड़ीबा को प्रारंभ कला नष्ट हो जिबा को प्रारंभ कला आउ जो डबार चाउल को से सब बेले उत्तम कथा कहउथिले आशीर्वाद रो कथा कहउथिले से चाउल पुनी जेमिति रखा जाइतिला ठीक सेमिति एका रही अछि आउ जो डबा को किछि कहि नाहंती से डबार रंग नेकी परिवर्तन हेबा को लागिला प्रेज द लॉर्ड सॉरी नहीं से कि स्लोली से चेंज हेबा प्रारंभ कला कि जो चाउल को से पॉजिटिव कथा कहउचंती आशीर्वाद रो कथा कहउचंती उत्साह रो कथा कहउचंती से चाउल रे कौन सी फरक देखा जाई नहीं प्रेज द लॉर्ड हालेलुया हालेलुया मोर प्रिय माने आम मुखर कथा आम जीवन रे फरक गटे आनिबो आमर नूतन स्वभाव रे फरक गटे आनिबो आम नूतन आत्मिक जीवन रे फरक गटे आनिबो हमको पुरातन एवं नूतन जीवन रे अलगा किए करिवो ना आमर मुहर कथा वार्ता करिवो प्रेज द लॉर्ड कहिबा हालेलुया हालेलुया तेनु आमे जागृत हेबार आवश्यक अटे आमर मुखर कथा वार्ता गुडी करनी प्रेज द लॉर्ड हालेलुया तेनु मिथ्या कथा कहिबाने सबले सत्य कथा वार्ता करिबा आमे क्रोध करी किछि करिबा नाही क्रोध करी जे किछि करूछु ते शैतान को स्थान दउछु आमे जो काम करूछु से काम हमर निजर बेनिफिट पाई केवल न होई अन्य मानकर बेनिफिट निमंते मध्य आवश्यक अटे एवं आम मुखरु सर्वदा गोटे लोक पाई निष्ठाजनक कथा ही निर्गत हेबार आवश्यक अटे प्रेज द लॉर्ड हालेलुया ताहा आम जीवन को भी परिवर्तन करिवो अन्यर जीवन को परिवर्तन करिवो आउ प्रथमे तो आम जीवन परिवर्तित हेबो आमर कथा वार्ता द्वारा प्रेज द लॉर्ड हालेलुया आमर कथा विषय वस्तु को सृष्टि करे सदा प्रभुकर मुखर कथा सब सृष्टि करिछि आ से सृष्टि करिवार अधिकार को से सृष्टि करिवार गुण को से आमान को भितरे देई अछंती मोर प्रिय माने प्रेज द लॉर्ड हम केमिति सृष्टि करिबा हमर कथा वार्ता द्वारा हम सृष्टि करि परिबा हालेलुया आसु हम उपवास थिबा समय रे निजको समर्पण करिबा प्रभुकर हस्त रे